ଦର୍ଶକ ବନ୍ଧୁ ମନେ ରଖନ୍ତୁ। 1 ନମ୍ବର, ଯେଉଁ ସ୍ତ୍ରୀ ନିତ୍ୟ ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟ ଦେବତା, ମାତା ତୁଳସୀ ଏବଂ ଦେବାଦେବୀଙ୍କୁ ଜଳ ଅର୍ପଣ କରିଥାଏ, ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ। ଘରେ ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ସେହି ଘରେ କେବେ ବି କୌଣସି ପ୍ରକାରର ଅଭାବ ଦେଖା ଦେଇନଥାଏ। 2 ନମ୍ବର, ଯେଉଁ ପୁରୁଷ ଲୋକଙ୍କର ମଥାରେ କୌଣସି ଦାଗ ରହିଥାଏ, ସେମାନଙ୍କୁ ଜୀବନରେ ଯେକୌଣସି ସଫଳତା ପ୍ରାପ୍ତ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। 3 ନମ୍ବର, ଯେଉଁ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇଥାନ୍ତି, ସେମାନଙ୍କ ଘରେ କେବେ ବି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତିଙ୍କ ଘରେ ସର୍ବଦା ଦାରିଦ୍ର୍ୟତା ଏବଂ ସଙ୍କଟ ଦେଖା ଦେଇଥାଏ। 4 ନମ୍ବର, ଯେଉଁ ଲୋକ ଆବଶ୍ୟକତା ଠାରୁ ଅଧିକ ଭୋଜନ କରିଥାନ୍ତି, ସେମାନେ ସର୍ବଦା ଦରିଦ୍ର ରହିଥାନ୍ତି। ଏହାଛଡ଼ା ସେମାନେ ସର୍ବଦା ଅସୁସ୍ଥ ରହିଥାନ୍ତି। ସେଥିପାଇଁ କୁହାଯାଏ ଯେ ଯେକୌଣସି ବି ଜିନିଷ ଆବଶ୍ୟକତା ଠାରୁ କେବେ ବି ଅଧିକ ଗ୍ରହଣ କରିବା ଉଚିତ ନୁହେଁ, କାରଣ ଏହା ଶରୀର ପାଇଁ ହାନିକାରକ ହୋଇଥାଏ। 5 ନମ୍ବର, ତୁଳସୀ ଗଛ ଲଗାଇଲେ କଦାପି କୌଣସି ନକାରାତ୍ମକ ଶକ୍ତି ଆସେ ନାହିଁ। ଏହା ସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିଥାଏ। ସେଥିପାଇଁ ତୁଳସୀଙ୍କୁ ନିୟମିତ ପୂଜା କରିବା ଉଚିତ। 6 ନମ୍ବର, ତୁଳସୀର ନିୟମିତ ପୂଜା ବିଶେଷ ଫଳାଫଳ ଦେଇଥାଏ। ଏକ ପରିଷ୍କାର ତମ୍ବା କିମ୍ବା ରୂପା ପାତ୍ରରେ ପାଣି ନିଅନ୍ତୁ ଏବଂ ତୁଳସୀ ମୂଳରେ ଧୀରେ ଧୀରେ ଢାଳନ୍ତୁ। ଏଥିସହିତ ତୁଳସୀ ମନ୍ତ୍ର ଜପ କରନ୍ତୁ, ଦେଖିବେ ମଙ୍ଗଳ ହେବ। 7 ନମ୍ବର, ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି, ତେବେ ବୁଝିନିଅନ୍ତୁ ଆପଣ ସଠିକ୍ ରାସ୍ତାରେ ଚାଲୁଛନ୍ତି। ସତ୍ୟର ରାସ୍ତା କଣ୍ଟକିତ ହୋଇଥାଏ ଏବଂ ସତ୍ୟତାର ରାସ୍ତା କେହି ସାଥିରେ ନଥାନ୍ତି। 8 ନମ୍ବର, ଜୀବନରେ କେବଳ 2 ଜଣ ଲୋକ ଅସଫଳ ହୁଅନ୍ତି। ଜଣେ ସିଏ ଯେ କେବଳ ଚିନ୍ତା କରେ କିନ୍ତୁ କାର୍ଯ୍ୟ କରିନଥାଏ, ଆଉ ଜଣେ ସିଏ ଯେ କାର୍ଯ୍ୟ କରେ କିନ୍ତୁ ଚିନ୍ତା କରିନଥାଏ। 9 ନମ୍ବର, ଘରେ ଅଧିକ ପୁରୁଣା ଜୋତା ଚପଲ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭତ୍ୱ ବୃଦ୍ଧି ହୋଇଥାଏ ଏବଂ ଜୋତା ଚପଲ ଏଠି ସେଠି ପକାଇବା ଦ୍ୱାରା ଶନିଙ୍କର ଖରାପ ପ୍ରଭାବ ପଡ଼ିବା ସହିତ କଳହ ବୃଦ୍ଧି ହୋଇଥାଏ। 10 ନମ୍ବର, ଘରେ ପାଣିର ଅଯଥା ଖର୍ଚ୍ଚ କରିବା ଉଚିତ ନୁହେଁ କିମ୍ବା ଅପବ୍ୟୟ କରିବା ଅନୁଚିତ। ଏହାଦ୍ୱାରା ଚନ୍ଦ୍ରଙ୍କର ଖରାପ ପ୍ରଭାବିତ ପଡ଼ିଥାଏ ଏବଂ ମାନସିକ ଅଶାନ୍ତି ଦେଖାଦେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। 11 ନମ୍ବର, ଶୋଇବା ଖଟ ଉପରେ ବସି ଖାଦ୍ୟ ଖାଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ସେଥିପାଇଁ ଘରେ ସୁଖ ଶାନ୍ତି ଭଙ୍ଗ ହେବା ସହିତ କରଜର ଭାର ବୃଦ୍ଧି ହୋଇଥାଏ। 12 ନମ୍ବର, ରାତିରେ ଦହି ସେବନ କଲେ ଥଣ୍ଡା, ଖାସ, ଏସିଡିଟି ଏବଂ ପାଚନ ସମ୍ବନ୍ଧିତ ସମସ୍ୟା ହୋଇଥାଏ। ସେଥିପାଇଁ ରାତିରେ ଦହି ଖାଇବାରୁ ବଞ୍ଚିକି ରୁହନ୍ତୁ। 13 ନମ୍ବର, ଘର ଏବଂ ଘରର ଚତୁଃପାର୍ଶ୍ୱକୁ ସଫା ରଖିବା ଆବଶ୍ୟକ। ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି, ଯେଉଁ ଲୋକ ଏପରି ନ କରେ, ତାଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ସମାଜରେ ଏପରି ଲୋକଙ୍କୁ ମାନ ସମ୍ମାନ ମିଳିନଥାଏ। 14 ନମ୍ବର, ଭଗବାନ କହିଛନ୍ତି, ତୁମେ କାହାକୁ ଦୁଃଖ ଦେଇ ମୋ ପାଖରୁ ସୁଖର ଆଶା କର ନାହିଁ। ଆଉ ଯଦି କାହାକୁ ମୁହୂର୍ତ୍ତକ ପାଇଁ ଖୁସି ଦେଉଛ, ତେବେ ତୁମେ ଦୁଃଖର ଚିନ୍ତା କର ନାହିଁ। 15 ନମ୍ବର, ଯେଉଁ ପୁରୁଷ ଲୋକଙ୍କର ମଥା ଚଉଡ଼ା ହୋଇଥାଏ ଅଥବା 4 ଆଙ୍ଗୁଳିରୁ ଅଧିକା ହୋଇଥାଏ, ସେମାନେ ଭାଗ୍ୟଶାଳୀ ପୁରୁଷ ହୋଇଥାନ୍ତି। 16 ନମ୍ବର, ଯେଉଁ ସ୍ତ୍ରୀ ନିତ୍ୟ ନିଜ ସ୍ୱାମୀର ଚରଣ ଛୁଇଁଥାଏ ଏବଂ ରାତିରେ ଶୋଇବା ପୂର୍ବରୁ ନିଜ ସ୍ୱାମୀର ଗୋଡ଼ ଦବାଇଥାଏ, ସେହି ସ୍ତ୍ରୀ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେହି ସ୍ତ୍ରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। 17 ନମ୍ବର, କେଶ ପୋଡ଼ୁଥିଲେ ଲୁଣ ଗୁଣ୍ଡ ଏବଂ ଦୁଦୁରା ପତ୍ର ରସକୁ 7 ଦିନ ଲେଖାଏଁ ମୁଣ୍ଡରେ ଲଗାନ୍ତୁ, କେଶ ଝଡ଼ିବା ବନ୍ଦ ହୋଇଯିବ। 18 ନମ୍ବର, ସକାଳୁ ପ୍ରଥମ କୁଳୁକୁଚା ପାଣିରେ ଆଖି ଧୋଇଲେ କୌଣସି ଆଖି ରୋଗ ରହିବ ନାହିଁ। 19 ନମ୍ବର, ରାତିରେ ଶୋଇବା ସମୟରେ
2ଟି କର୍ପୂର ଖଣ୍ଡକୁ ଘିଅରେ ବୁଡ଼ାଇ ଜାଳିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଋଣ କରଜରୁ ମଧ୍ୟ ମୁକ୍ତି ମିଳିଥାଏ। 20 ନମ୍ବର, ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ତୈଳ ଏବଂ ସିନ୍ଦୁର ଅର୍ପଣ କରିବା ଦ୍ୱାରା ଓ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। 21 ନମ୍ବର, ପ୍ରତ୍ୟେକ ବୁଧବାର ସକାଳୁ ଖାଲି ପେଟରେ ଗାଈକୁ ଘାସ ଖାଇବାକୁ ଦେବା ଦ୍ୱାରା ଋଣ ଏବଂ ଧାର କରଜରୁ ମୁକ୍ତି ମିଳିଥାଏ। 22 ନମ୍ବର, 5ଟି ଲାଲ ଗୋଲାପ ଫୁଲକୁ ଆଣି ଗାୟତ୍ରୀ ମନ୍ତ୍ର 21 ଥର ପଢ଼ି ତାକୁ ଧଳା କପଡ଼ାରେ ବାନ୍ଧି ନଦୀରେ ପ୍ରବାହିତ କଲେ ସମସ୍ତ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। 23 ନମ୍ବର, କେବେ ବି ଭାଙ୍ଗି ଯାଇଥିବା ବାସନରେ କିମ୍ବା ଭଲ ଭାବେ ସଫା ହୋଇନଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଦରିଦ୍ରତା ଆସିଥାଏ। 24 ନମ୍ବର, କେବେ ବି ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ୟ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା ଯେକୌଣସି ପ୍ରାଣୀଙ୍କୁ ଭୋକିଲା ରଖି ଖାଦ୍ୟ ଖାଇବା ଅମଙ୍ଗଳକାରୀ ହୋଇଥାଏ। 25 ନମ୍ବର, ଗୋଟିଏ ଘରେ ଏକରୁ ଅଧିକ ସ୍ଥାନରେ ଠାକୁର ଘର କରିବା ଉଚିତ ନୁହେଁ। ଏହାଦ୍ୱାରା ଅମଙ୍ଗଳକାରୀ ହେବା ସହିତ ପରିବାର ଲୋକଙ୍କର ମାନସିକ, ଶାରୀରିକ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। 26 ନମ୍ବର, ସ୍ୱାମୀ ସ୍ତ୍ରୀ ଶୋଇବା ଘରେ ପ୍ରଜାପତିମାନଙ୍କର ଫଟୋ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସମ୍ପର୍କରେ ଘନିଷ୍ଠତା ଆସିବା ସହିତ ମଧୁର ସମ୍ପର୍କ ସ୍ଥାପନ ହୋଇଥାଏ। 27 ନମ୍ବର, କେବେ ବି ଅନ୍ୟମାନଙ୍କ ସହିତ କଥା ହେଲାବେଳେ ବଡ଼ ପାଟି କରି କଥା ହେବା ଉଚିତ ନୁହେଁ। ଏହାଦ୍ୱାରା ଗ୍ରହ ଦୋଷ ଦେଖା ଦେଇଥାଏ ଏବଂ ମାନସିକ ସମସ୍ୟା ବୃଦ୍ଧି ହେବା ସହିତ କାର୍ଯ୍ୟ ଅସଫଳ ହୋଇଥାଏ। 28 ନମ୍ବର, ଶାସ୍ତ୍ର ଅନୁସାରେ ଗୁରୁ ଗୁରୁଜନ ଲୋକଙ୍କୁ ସମ୍ମାନିତ କରିବା ସହିତ ସେବା ସୁତୁରା କରିବା ଦ୍ୱାରା ଆୟୁ, ବିଦ୍ୟା, ବଳ ଏବଂ ଯଶ ବୃଦ୍ଧି ହୋଇଥାଏ। 29 ନମ୍ବର, ଯେଉଁ ସ୍ତ୍ରୀ ଘରେ ଥିବା ସତ୍ତ୍ୱେ ବି ଘର ଅପରିଷ୍କାର ରହିଥାଏ, ଘରେ ବୁଢ଼ିଆଣୀ ଜାଲ ରହିଥାଏ, ଘର ସାମ୍ନାରେ ନାଳ ନର୍ଦ୍ଦମା ରହିଥାଏ, ସେହି ଘରକୁ ମାତା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ। ସେହି ଘରକୁ ସୁଖ ସମୃଦ୍ଧି ଆସିବ ନାହିଁ। ଏପରି ସ୍ତ୍ରୀ ଘରକୁ ଆସିଲେ ଘରକୁ ଦୁଃଖ କଷ୍ଟ ଆସିଥାଏ। ଯେଉଁ ସ୍ତ୍ରୀ ନିତ୍ୟ ରଙ୍ଗୋଲି କରି ଦେବାଦେବୀଙ୍କୁ ଆହ୍ୱାନ କରିଥାଏ ସେହି ସ୍ତ୍ରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଏ। 30 ନମ୍ବର, ତକିଆ ତଳେ କିଛି ପାନ ମଧୁରୀ ରଖି ଶୋଇବା ଦ୍ୱାରା ରାହୁ ଦୋଷ ଦୂର ହୋଇଥାଏ ଏବଂ ମାନସିକ ସମସ୍ୟା ଦୂର ହେବା ସହିତ ଖରାପ ସ୍ୱପ୍ନ ଆସିନଥାଏ। 31 ନମ୍ବର, କିଛି ରସୁଣ ପାଖୁଡ଼ା ତକିଆ ତଳେ ରଖି ଶୋଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଭଲ ନିଦ ଆସିବା ସହିତ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। 32 ନମ୍ବର, ଶୁକ୍ରବାର ଦିନ ଗୁପ୍ତ ଅଙ୍ଗରେ ଦହି ଲଗାଇ ସ୍ନାନ କରିବା ଦ୍ୱାରା ଗୁପ୍ତ ରୋଗ ଭଲ ହେବା ସହିତ ସୁଖ ଏବଂ ବୈଭବ ପ୍ରାପ୍ତ ହୋଇଥାଏ।